गणेशଙ୍କ ହାତରେ ଏଇ ଯୋଉ ଜିନିଷଟି ଅଛି ଏଇ ଜିନିଷଟି କ'ଣ ଆପଣ ମାନେ ଜାଣନ୍ତି କି? ଆସନ୍ତୁ ଜାଣିବା। ଗଣେଶଙ୍କର ପୂଜା ତ ଆମମାନେ ଭାରି ଖୁସିରେ କରନ୍ତି, ଶ୍ରଦ୍ଧାରେ କରନ୍ତି, ଭକ୍ତିରେ କରନ୍ତି, କିନ୍ତୁ ଗଣେଶଙ୍କ ବିଷୟରେ ଏମିତି ବହୁତ କିଛି କଥା ଅଛି ଯୋଉଟାକି ଆମେ ଜାଣିନାହାନ୍ତି। ତେବେ ଏଇ ଯୋଉ ଗଣେଶଙ୍କ ହାତରେ ଏଇ ଯୋଉ ଜିନିଷଟି ଅଛି, ଏ ଜିନିଷଟିର ନାଁ ହେଉଛି ପାଶ। ଏଥିରେ କ'ଣ ଥାଏ? ଏଥିରେ ଥାଏ ଦଉଡ଼ି। ଗଣେଶ ଏଇ ଜିନିଷଟିକୁ କାହିଁକି ଧରନ୍ତି ଜାଣନ୍ତି ଆପଣମାନେ? ଗଣେଶ ଏଥିପାଇଁ ଧରନ୍ତି, ଆଉ ଏଇ ଜିନିଷର ଧରିବାର ସେ ସଂକେତ କ'ଣ ଦିଅନ୍ତି ନା, ଏଇ ପାଶ ସାହାଯ୍ୟରେ ସେ ଆମର ଯେଉଁ ମନକୁ ସେ ନିୟନ୍ତ୍ରଣ କରନ୍ତି। ଆମର ମନ ଭିତରେ ଯେଉଁ ଲୋଭ ଅଛି, କାମ ଅଛି, ପାଇବାର ଆଶା ଅଛି, ଆକାଂକ୍ଷା ଅଛି, ତାକୁ ୟା ସାହାଯ୍ୟରେ, ଏଇ ପାଶ ସାହାଯ୍ୟରେ ସେ ନିୟନ୍ତ୍ରଣ କରନ୍ତି। ଏଇ ପାଶ ସାହାଯ୍ୟରେ ଗଣେଶ କ'ଣ କରନ୍ତି ନା, ତାଙ୍କର ସମସ୍ତ ଭକ୍ତମାନଙ୍କର, ଯେହେତୁ ସେ ହେଉଛନ୍ତି ବିଘ୍ନ ହର୍ତ୍ତା, ତେଣୁ ତାଙ୍କର ଭକ୍ତମାନଙ୍କର ସମସ୍ତ ବିଘ୍ନକୁ ସେ ଏଇ ପାଶ ସାହାଯ୍ୟରେ ହରଣ କରନ୍ତି। ଆପଣଙ୍କ ଭିତରେ ଯେଉଁ ଖରାପ ଗୁଣ ଅଛି ତାକୁ ମଧ୍ୟ ସେଇ ପାଶ ସାହାଯ୍ୟରେ ନିୟନ୍ତ୍ରଣ କରନ୍ତି ବା ତାକୁ ବାହାର କରନ୍ତି। ଏହା ହେଉଛି ଭଗବାନ ଗଣେଶଙ୍କ ହାତରେ ଥିବା ଏଇ ଯେଉଁ ଜିନିଷଟିର ମାନେ, ବା ଏହାକୁ ସେ କାହିଁକି ଧାରଣ କରନ୍ତି। ଯଦି ଭିଡ଼ିଓ ଭଲ ଲାଗେ ତାହେଲେ ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ, ସମସ୍ତଙ୍କୁ ନିହାତି ଭାବରେ ସେୟାର କରିବେ। ରହିଲି। ଜୟ ଜଗନ୍ନାଥ, ଜୟ ଶିବ ଶମ୍ଭୁ।